नमस्कार आपण मानक शुभेच्छा जनाई आरंभ करुछु आजिर नारी महल। आर्य भूमि मातृभूमि जन्मभूमि भारत। आर्य भूमि मातृभूमि जन्मभूमि भारत। आर्य भूमि मातृभूमि जन्मभूमि भारत। तुमरी रक्षा लगी सदा प्रहरी में जाग्रत। आर्य भूमि मातृभूमि जन्मभूमि भारत। आर्य भारतर स्वाधीनतार गौरवमय गाथा समग्र विश्ववासी को चमत्कृत करिथिला। बिना रक्तपातरे अहिंसा को आयुध करी दुर्धर्ष इंग्रेज शासक को पराजित करथिले देशवासी। आबाल वृद्ध बनिता से स्वाधीनतार महासंग्राम रे झास देइथिले। एई संग्राम रे महिला मानक अवदान को अस्वीकार करिहेब नाही। बहु महिला संग्राम रे अग्रणी भूमिका ग्रहण करिथिले। तेबे शह शह महिला परदा पछरे थाई संग्राम रो बन्ही को उज्जीवित रखिबा पई आप्राण चेष्टा करिथिले। हुएत सेमानकर ना इतिहासर पृष्ठरे लिपिबद्ध ही नहीं, तथापि सेमानक भूमिका थिला अविस्मरणीय। से समय अनेक ओडिया नारी स्वाधीनतार महासंग्राम महास्रोतरे सामिल हेथिले। सेमानकर साहस वीरत्व निष्ठा त्याग थिला अतुलनीय। एई परिप्रेक्षी रे आज रहिछि आलोचना त्याग और तितिक्षार मूर्तिमंत प्रतीक पार्वती गिरी। आलोचना करिसेंती डॉक्टर संजीता मिश्र। भारतर स्वाधीनता संग्राम रे ओडिशार नारी संग्रामी माने प्रमुख भूमिका ग्रहण करिथिले। स्वाधीनता संग्रामर इतिहास रे सेही नारी नेत्री मानकर भूमिका स्वर्णाक्षर रे लिपिबद्ध होई रहिछि। माँ रमा देवी, मालती चौधुरी, अन्नपूर्णा महारणा, जाम्बवती देवी, प्रभावती देवी, गोदावरी देवी प्रमुख स्वाधीनता संग्रामी मानक मध्यरे पश्चिम ओडिशार मदर टेरेसा रूपे परिचित त्याग ओ तितिक्षार प्रतिमूर्ति पार्वती गिरीଙ୍କ नाम श्रद्धा ओ सम्मानर सह उच्चारित होइथाय। पार्वती गिरी 1926 मसीहा जानुआरी मास 18 तारिखरे अधुना बरगड़ जिला अंतर्गत विजेपुर निकटवर्ती समलाई पदर ग्राम रे जन्मग्रहण करथिले। तांकर मातांक नाम श्रीमती देवी ओ पितांक नाम धनंजय गिरी। माघ मास शुक्ल पक्ष सप्तमी तिथिरे उत्कल मातांकर एही सुकन्या गोटिए शांत शीतल पल्ली रे जन्मग्रहण करी समस्त देशवासींक निमंते आदर्शर वर्तिका होई पारिचंती। 1926 मसीहा बेलकु स्वाधीनता संग्रामर वार्ता ओडिशार पुरपल्ली रे पहुंची सारिथिला। समलाई पदर नामक एही क्षुद्र ग्रामटीरे मध्य देशमुक्तिर बाणी प्रचारित होई ग्रामवासी मानक मध्यरे नव उद्दीपना सृष्टि करुथिला।
କାରଣ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ମିଶ୍ର, ଦୁର୍ଗା ପ୍ରସାଦ ଗୁରୁ, ଭାଗୀରଥୀ ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ଜାମ୍ବବତୀ ପଟ୍ଟନାୟକ ପ୍ରମୁଖ ସେ ସମୟରେ ସମ୍ବଲପୁର ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଗାନ୍ଧିଜୀଙ୍କର ସଂଗ୍ରାମ ବାଣୀ ପ୍ରଚାର କରୁଥାନ୍ତି। ପାର୍ବତୀଗିରି କିଶୋରୀ ଅବସ୍ଥାରେ ଥିବା ସମୟରେ ଏହି ଦେଶସେବକମାନେ ତାଙ୍କ ଗ୍ରାମକୁ ଯାଇ ତାଙ୍କର ସାନ ବାପା ଶ୍ରୀଯୁକ୍ତ ରାମଚନ୍ଦ୍ର ଗିରିଙ୍କ ସହ ସଂଗ୍ରାମର ରୂପରେଖ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ। ପାର୍ବତୀ ସେତେବେଳକୁ 8-10 ବର୍ଷ ବୟସର କିଶୋରୀ। ସମଲାଇପଦର ନିମ୍ନ ପ୍ରାଥମିକ ବିଦ୍ୟାଳୟର କୋମଳମତୀ ଛାତ୍ରୀ ହେଲେ ତାଙ୍କ ପାରିବାରିକ ପରିଧି ମଧ୍ୟରେ ଦେଶମୁକ୍ତିର ପବିତ୍ର ବାର୍ତ୍ତା ପହଞ୍ଚିବା ପରେ ଗୁରୁଜନମାନଙ୍କ ମୁଖରୁ ଏସବୁ ବିଷୟ ଶୁଣି ତାଙ୍କର ସରଳ ମନ ଜାତୀୟ ସଂଗ୍ରାମର ସାଗରାଭିମୁଖିନୀ ହେବାକୁ ଲାଗିଲା। ଆଜି ଏଇ କଥାନେ ବୋଲ ଭାଇ ମାନେ ବନ୍ଦେ ଶ୍ରୀ ଭାରତ ଜନନୀମ୍ ଭୁଲି ଜାତି ଭେଦ ଭୁଲି ନିଜ ପଦ ବୋଲ ବୋଲ ବନ୍ଦେ ଜନନୀମ୍ ବୋଲ ବୋଲ ବନ୍ଦେ ଜନନୀମ୍। ତାଙ୍କ ଗାଁ ଓ ପାଖାପାଖି ଗାଁମାନଙ୍କରେ ସ୍ୱାଧୀନତା ସଂଗ୍ରାମୀମାନେ ଆୟୋଜନ କରୁଥିବା ବିଭିନ୍ନ ଉଦ୍ବୋଧନମୂଳକ ତଥା ଜାଗରଣଧର୍ମୀ ସଭା କାର୍ଯ୍ୟରେ ସେ ଶ୍ରୋତା ଭାବରେ ଯୋଗଦାନ କରି ଅପାର ଆନନ୍ଦ ଲାଭ କରୁଥିଲେ। ନାବାଳିକା ବୟସରୁ ଗାଁକୁ ଗାଁ ବୁଲି ବୁଲି ଦେଶ ନିମନ୍ତେ କର୍ମୀ ଯୋଗାଡ଼ କରିବାରେ ମଧ୍ୟ ନିଜକୁ ନିୟୋଜିତ କରିଥିଲେ। ଗୁଣ୍ଡୁଚି ମୂଷାର ସେତୁବନ୍ଧ ନିର୍ମାଣ କାର୍ଯ୍ୟରେ ସହଯୋଗ ସଦୃଶ ପାର୍ବତୀଙ୍କର ଏହି ସହଯୋଗ ନଗଣ୍ୟ ହେଲେ ହେଁ ତାଙ୍କ ମଧ୍ୟରେ ଦେଦୀପ୍ୟମାନ ଦେଶପ୍ରେମ ଶିଖାର ଉଜ୍ଜ୍ୱଳ ଦୀପ୍ତି ବହନ କରେ। 1937 ମସିହାରେ ସମଲାଇପଦରଠାରେ କଂଗ୍ରେସ ତରଫରୁ ଗୋଟିଏ ବିରାଟ ଜାଗରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଆମ ରାଜ୍ୟର ବିଶିଷ୍ଟ କଂଗ୍ରେସ କର୍ମୀମାନେ ଯୋଗଦାନ କରିଥିଲେ। ସେମାନେ ଏହି ନାବାଳିକାଟିର ଆଗ୍ରହ, ଉତ୍ସାହ ଓ ମନୋବଳ ବିଷୟରେ ଶୁଣିବା ପରେ ତାଙ୍କ ବାପା ଧନଞ୍ଜୟ ଗିରିଙ୍କୁ ଏହି କିଶୋରୀ କନ୍ୟାଟିକୁ ସଂଗ୍ରାମୀ ପଥର ଅଭିଯାତ୍ରୀ ହେବା ନିମନ୍ତେ ସୁଯୋଗ ଦେବା ପାଇଁ ଅନୁରୋଧ କରନ୍ତି। 10 ବର୍ଷର କୁନି ଝିଅଟିକୁ ଏପରି ଏକ ତ୍ୟାଗ ତିତିକ୍ଷାମୟ ଜୀବନ ବଞ୍ଚିବା ନିମନ୍ତେ ପରିବାରର ଗୁରୁଜନମାନେ ନିଷ୍ପତ୍ତି ଗ୍ରହଣ କରି ନ ପାରିବା ସ୍ୱାଭାବିକ ନିଶ୍ଚୟ। ହେଲେ ଧୀରେ ଧୀରେ ସ୍ୱାଧୀନତା ସଂଗ୍ରାମର ତେଜ ବଢ଼ିବାକୁ ଲାଗିଲା ଓ ତା ସହ ତାଳ ଦେଇ କିଶୋରୀ ପାର୍ବତୀଙ୍କର ପ୍ରାଣ ମଧ୍ୟ ଉତ୍ତାଳ ହେବାକୁ ଲାଗିଲା। 1938 ମସିହାରେ ସମଲାଇପଦର ଗ୍ରାମରେ ପୁନର୍ବାର ଗୋଟିଏ ବିରାଟ ସମ୍ମିଳନୀ ଆୟୋଜିତ ହେଲା। ଯେଉଁ ସମ୍ମିଳନୀରେ ବିପ୍ଳବିଣୀ ମାଳତୀ ଚୌଧୁରୀ ଓ ପ୍ରାଣକୃଷ୍ଣ ପଢ଼ିହାରୀ ଯୋଗଦାନ କରିଥିଲେ। ମାଳତୀ ଚୌଧୁରୀଙ୍କର ଦୀକ୍ଷାନ୍ତ ଅଭିଭାଷଣ କିଶୋରୀ ପାର୍ବତୀଙ୍କୁ ଅଭିଭୂତ କରି ପକାଇଲା। ପରିବାରର ସଦସ୍ୟମାନଙ୍କ ନିମନ୍ତେ କଠିନ ପରୀକ୍ଷାର ସମୟ ଉପସ୍ଥିତ ହେଲା। କାରଣ ପୁନର୍ବାର ପାର୍ବତୀଗିରିଙ୍କୁ ସେହି ଦେଶସେବକମାନେ ସାଙ୍ଗରେ ନେଇ ବରିସ୍ଥିତ ସେବାଘର ଆଶ୍ରମରେ ରମାଦେବୀଙ୍କ ପାଖରେ ରଖି ତାଲିମ ଦେବା ପାଇଁ ଚାହିଁଲେ। ପିତା ଧନଞ୍ଜୟ ଗିରି ପାର୍ବତୀଙ୍କୁ ବିଧି ନିର୍ଦ୍ଦିଷ୍ଟ ପଥରେ ଯିବା ପାଇଁ ଛାଡ଼ିଦେବା ଉଚିତ ହେବ ବୋଲି ଭାବିଲେ। ସେହିଠାରେ ହିଁ ବିଦ୍ୟାଳୟ ଶିକ୍ଷାରେ ଡୋରି ବାନ୍ଧି ଦିଆଗଲା। 11 ବର୍ଷର କିଶୋରୀ କନ୍ୟାଟି ସୁଦୂର ସମଲାଇପଦର ଗାଁରୁ ପରିବାରର ବନ୍ଧନ ତୁଟାଇ ଯାଜପୁରର ବରିଆଶ୍ରମ ଅଭିମୁଖେ ଯାତ୍ରା କଲେ। 1938 ମସିହା ଜାନୁଆରୀ ମାସ 14 ତାରିଖରେ ବରଗଡ଼ ଅଞ୍ଚଳର ଆଉ ଜଣେ ବାଲ୍ୟ ବିଧବା କନ୍ୟା ପ୍ରଭାବତୀ ଦେଈଙ୍କ ସହ ବରି ଅଭିମୁଖେ ସେମାନେ ଯାତ୍ରା କରିଥିଲେ। ଗୃହର ଏରୁଣ୍ଡି ବନ୍ଧ ଡେଇଁ
ସଂଗ୍ରାମୀ ଜୀବନରେ ପାଦ ଦେବା ସେତେ ସହଜ କଥା ନଥିଲା। ଉଭୟଙ୍କ ପରିବାରର ସଦସ୍ୟମାନଙ୍କୁ ସାମାଜିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଥଚ ସମସ୍ତ ବାଧାବନ୍ଧନ ଅତିକ୍ରମ କରି ଦୁଇ କିଶୋରୀ କନ୍ୟା ସଂଗ୍ରାମର ଅସମତଳ ଭୂମିରେ ପାଦ ଦେବା ପାଇଁ ଆଗେଇ ଆସିଥିଲେ। ସେ ସମୟରେ ସୁଦୂର ସମ୍ବଲପୁରରୁ ଯାଜପୁର ଆସିବା ନିମନ୍ତେ ଗମନାଗମନର ମାଧ୍ୟମ ସେତେ ସୁଗମ ନଥିଲା। ତେଣୁ ଏହି ଦୂର ପଥ ଅତିକ୍ରମ କରିବା ବେଳେ ସେମାନେ ଅଧା ବାଟରେ ଅରିଗାଁଠାରେ ସୁଲେଖିକା ତଥା ସମ୍ପାଦିକା ରେବା ରାୟଙ୍କ ଘରେ ରାତ୍ରି ଯାପନ କରିଥିଲେ। ପରଦିନ ବରୀ ଆଶ୍ରମରେ ପହଞ୍ଚି ମା ରମା ଦେବୀ ଓ ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କୁ ଦର୍ଶନ କରିଥିଲେ। ଲଜ୍ଜା ତାହାର ଅଙ୍ଗଭୂଷଣ, ମୁକୁଛରେ ତାର ମଧୁର ବଚନ। ଲଜ୍ଜା ତାହାର ଅଙ୍ଗଭୂଷଣ, ମୁକୁଛରେ ତାର ମଧୁର ବଚନ। ଦେଶ ପାଇଁ ସେହୁ ଲଜ୍ଜା ଦିଏ ତେଜି, ଦେଶ ପାଇଁ ସେହୁ ଲଜ୍ଜା ଦିଏ ତେଜି। ଆଇରିକୁ ଦିଏ ଦଳି, ଏହି ଦେଶ ନାରୀ ଜାଳେ ନାହିଁ ସଞ୍ଜେ ଯତନେ ସଳିତା ଖାଲି। ଦେଶ ପାଇଁ ସେ କି ରଣେ ଯାଏ ମାଟି, ଦେଶ ପାଇଁ ସେ କି ରଣେ ଯାଏ ମାଟି। ହାତରେ ମଶାଲ ଜାଳି, ଏହି ଦେଶ ନାରୀ, ଏହି ଦେଶ ନାରୀ, ଏହି ଦେଶ ନାରୀ। ଏଠାରେ ବରୀର ସେବାଘର ପ୍ରତିଷ୍ଠା ସମ୍ପର୍କରେ ସାମାନ୍ୟତମ ଧାରଣା କରିବା ଆବଶ୍ୟକ ମନେହୁଏ। 1934 ମସିହା ମେ ମାସ 30 ତାରିଖରେ ଗାନ୍ଧିଜୀ ହରିଜନ ପଦଯାତ୍ରାରେ ଆସି ସନ୍ଧ୍ୟା ସମୟରେ ଅନ୍ୟାସୀପୁରଠାରେ ପହଞ୍ଚିଥିଲେ ଓ ବରୀ କଳାମାଟିଆ ଗଦାଧର ପାଲିତଙ୍କର ଛୋଟ ଆମ୍ବତୋଟାରେ ରହିଥିଲେ। ଗାନ୍ଧିଜୀ ଓଡ଼ିଶା ଗସ୍ତରୁ ଫେରିଯିବା ପରେ ଗାନ୍ଧୀବାଦୀ ନେତାମାନଙ୍କୁ ଗାଁରେ ରହି ତାଙ୍କ ପ୍ରବର୍ତ୍ତିତ ନାନା ପ୍ରକାର ରଚନାତ୍ମକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତର 7 ଲକ୍ଷ ଗାଁରେ 7 ଲକ୍ଷ କର୍ମୀ ରହିବେ। ଗାନ୍ଧିଜୀଙ୍କର ଏହି ସଂକଳ୍ପ ପୂରଣ କରିବାକୁ ଯାଇ 1934 ମସିହା ଅଗଷ୍ଟ ମାସ 13 ତାରିଖରେ ଗୋପବନ୍ଧୁ ଚୌଧୁରୀ, ମା ରମା ଦେବୀ, ଶୋଭା ପଣ୍ଡା, ସୁଶୀଳା, ମାଣିକ, ଅନ୍ନପୂର୍ଣ୍ଣା, ସୁରେନ୍ଦ୍ର ପଟ୍ଟନାୟକ, ବିନୋଦ କାନୁନଗୋ ପ୍ରମୁଖ ହରିଦାସପୁର ବାଟେ ଧର୍ମଶାଳାରେ ପହଞ୍ଚି ସେଠାରୁ ନୌକା ଯୋଗେ ବରୀ ଅଭିମୁଖେ ଯାତ୍ରା କରିଥିଲେ। ସେମାନେ ପ୍ରଥମେ ବାଗଦାର ବାମନଚରଣ ଦାସଙ୍କ ଚଉପାଢ଼ିରେ ରହୁଥିଲେ ଏବଂ ସେଠାରେ ଅସ୍ଥାୟୀ ଭାବରେ ଆଶ୍ରମ ଆରମ୍ଭ ହୋଇଥିଲା। 1934 ମସିହା ସୁନିଆ ଦିନ ସ୍ଥାୟୀ ଆଶ୍ରମର ଶୁଭ ପଡ଼ିଥିଲା। ନିଜେ ଗାନ୍ଧିଜୀ ଏହି ଆଶ୍ରମର ନାମ ରଖିଥିଲେ ସେବାଘର। 1935 ମସିହାରୁ ଗୋପବାବୁ ଓ ମା ରମା ଦେବୀ ଏଠାରେ ରହି ବିବିଧ ରଚନାତ୍ମକ କାର୍ଯ୍ୟ ଯେମିତିକି ଗ୍ରାମ ସଫେଇ ଓ କୃଷି, ଗୋପାଳନ, ଖଜୁରୀ ଗୁଡ଼ ତିଆରି, ମହୁମାଛି ପାଳନ, ଖଦିର ପ୍ରସାର, ଚମଡ଼ା କାମ ଆଦି ଶିକ୍ଷାଦାନମୂଳକ ଓ ସେବାମୂଳକ କର୍ମରେ ଉତ୍ସର୍ଗୀକୃତ ଜୀବନ ନିର୍ବାହ କରୁଥିଲେ। ଏହି ବରୀସ୍ଥିତ ସେବାଘର ଥିଲା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ତଥା ଗାନ୍ଧିଜୀଙ୍କର ବିଚାରଧାରାର ପ୍ରାଣକେନ୍ଦ୍ର। ପାର୍ବତୀଗିରି 1938 ମସିହାରୁ 1941 ମସିହା ପର୍ଯ୍ୟନ୍ତ ଏହିଠାରେ ଅବସ୍ଥାନ କରିଥିଲେ। ତେବେ 1938ରୁ 1941 ମସିହା ମଧ୍ୟରେ ସେ ମୁଖ୍ୟତଃ ନିଜକୁ ଜଣେ ସଚ୍ଚା କଂଗ୍ରେସ କର୍ମୀ ରୂପେ ଗଢ଼ିବା ପାଇଁ ସୁଯୋଗ ଲାଭ କରିଥିଲେ। ଜାତିର ପିତା
ମହାତ୍ମା ଗାନ୍ଧୀଜୀଙ୍କର ବିବିଧ କର୍ମ ଯୋଜନା ମଧ୍ୟରୁ ଗୋଟିଏ ଥିଲା କୁଟି ଖାଅ ଓ କାଟି ପିନ୍ଧ, ଯାହାର ଲକ୍ଷ୍ୟ ହେଉଛି ବିଦେଶୀ ବସ୍ତ୍ର ପରିହାର କରି ସ୍ୱଦେଶୀ ବସ୍ତ୍ର ପରିଧାନ କରିବା। ସେହି ସମୟରେ ନାରୀମାନେ ଖଦଡ଼ ଲୁଗା ପିନ୍ଧି ସ୍ୱଦେଶୀ ଆନ୍ଦୋଳନକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ଦୃଢ଼ କରିବା ନିମନ୍ତେ ପ୍ରୟାସ କରୁଥିଲେ। ନିଜେ ମାଳତୀ ଦେବୀ ପାର୍ବତୀ ଗିରିଙ୍କୁ ଖଦଡ଼ ଶାଢ଼ୀ ପିନ୍ଧାଇ କଂଗ୍ରେସର ଦେଶ ସେବା ମନ୍ତ୍ରରେ ଦୀକ୍ଷିତ କରିଥିଲେ। ଅରଟରେ ସୂତା ବୁଣା ଓ ଖଦଡ଼ ବସ୍ତ୍ର ପରିଧାନକୁ ଆନ୍ତରିକ ସମର୍ଥନ ଜଣାଇ ନାରୀ କବି କୁନ୍ତଳା କୁମାରୀ ସାବତ କହିଥିଲେ, ଧର୍ମ କର୍ମ ସବୁ ଦେବୁ ଜଳାଞ୍ଜଳି, ଦାସ ଧର୍ମ ମୁକ୍ତି ମନେ ନେବୁ ଭାଳି, ଦେଶ ଆମ ଧର୍ମ କର୍ମ ଜପାମାଳି, ଅରଟର ଚକ ଜୀବନ ସଂଖାଳି। ଅରଟର ଚକକୁ ଦେଶପ୍ରେମୀ ମହିଳାମାନେ ଜୀବନ ସଂଖାଳି ରୂପେ ଗ୍ରହଣ କରିଥିଲେ। ପାର୍ବତୀ ଗିରି ସୂତା କଟା ଓ ଖଦଡ଼ ଲୁଗା ପରିଧାନ ସାଙ୍ଗକୁ ଆଶ୍ରମ ସଫେଇ, ଗାଁ ସଫେଇ ତଥା ରୋଗୀ ସେବା ଆଦି ମହନୀୟ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ଏଠାରେ ମଧ୍ୟ ସେ ମୌଳିକ ଶିକ୍ଷା ଅର୍ଜନ କରିବାର ସୁଯୋଗ ଲାଭ କରିଥିଲେ। ନଈ ତାଲିମ ବା ମୌଳିକ ଶିକ୍ଷା ଗାନ୍ଧୀଜୀଙ୍କର ପ୍ରଣୀତ ଗୋଟିଏ ରଚନାତ୍ମକ କାର୍ଯ୍ୟ। ଗୋପବାବୁ ବରୀ ଅଞ୍ଚଳର କେତେକ ପ୍ରାଇମେରୀ ସ୍କୁଲ ଶିକ୍ଷକ ଓ କଂଗ୍ରେସ କର୍ମୀଙ୍କୁ ଏକତ୍ର କରି ଏହି ନୂଆ ଶିକ୍ଷାର ତାତ୍ପର୍ଯ୍ୟ ବୁଝାଇଥିଲେ। 1941 ମସିହା ମାର୍ଚ୍ଚ ମାସ 1 ତାରିଖରେ ସରକାର ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ। ତେବେ ପାର୍ବତୀ ଗିରିଙ୍କ ସମ ଅନେକ ଦେଶପ୍ରାଣ ଯୁବକ ଯୁବତୀ ଓ କିଶୋର କିଶୋରୀ ଏହି ଶିକ୍ଷା ଲାଭର ମହନୀୟ ସୁଯୋଗ ପ୍ରାପ୍ତ ହୋଇଥିଲେ। 1940 ମସିହାରେ ସାକ୍ଷୀଗୋପାଳରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସେ ଯୋଗଦାନ କରିଥିଲେ। ସେତେବେଳେ ବରୀସ୍ଥିତ ସେବାଗର ଆଶ୍ରମରୁ ଯାଇ ସେ ସାକ୍ଷୀଗୋପାଳଠାରେ ସ୍ୱେଚ୍ଛାସେବିକା ରୂପେ କାର୍ଯ୍ୟ କରିଥିଲେ। 1941 ମସିହାରେ ସେ ନିଜ ଗାଁକୁ ଫେରି ଯାଇଥିଲେ। ବରଗଡ଼ ଜିଲ୍ଲାର ଘେଁସ, ପାନିମୋରା, ବରପାଲି, ସରଣ୍ଡାପାଲି, ପଦମପୁର ଆଦି ପ୍ରତ୍ୟେକ ଗାଁକୁ ଯାଇ ଘର ଘର ବୁଲି ସେ ଗାନ୍ଧୀଜୀଙ୍କର ଅହିଂସା ଆନ୍ଦୋଳନର ମହାମନ୍ତ୍ର ସମ୍ପର୍କରେ ସମସ୍ତଙ୍କୁ ବୁଝାଇଥିଲେ। ଖଦଡ଼ ପିନ୍ଧି ସ୍ୱଦେଶ ଚିନ୍ତା କରିବା ନିମନ୍ତେ ଲୋକମାନଙ୍କୁ ପ୍ରବର୍ତ୍ତାଇଥିଲେ। ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହରେ ଯୋଗ ଦେବା ନିମନ୍ତେ ଗ୍ରାମବାସୀମାନଙ୍କୁ ଉତ୍ସାହିତ କରିଥିଲେ। 1942 ମସିହାରେ ଆରମ୍ଭ ହୁଏ ଭାରତ ଛାଡ଼ ଆନ୍ଦୋଳନ। ପାର୍ବତୀ ଗିରି ମଧ୍ୟ ଏହି ଆନ୍ଦୋଳନରେ ଝାସ ଦିଅନ୍ତି। ସେତେବେଳକୁ ତାଙ୍କର ବୟସ 16 ବର୍ଷ। ପାର୍ବତୀ ଗିରିଙ୍କର ସମସ୍ତ ସମ୍ପର୍କୀୟ ଯେମିତିକି ରାମଚନ୍ଦ୍ରଗିରି, ଉଜ୍ଜ୍ୱଳପୁରୀ, ମଙ୍ଗଳାଗିରି, ଦୁତିଆଗିରି ଓ ତୁଳସୀଗିରି ପ୍ରମୁଖ ରାଜନୀତିକ ଅପରାଧୀ ରୂପେ ଅନ୍ୟ ଆନ୍ଦୋଳନକାରୀମାନଙ୍କ ସହ କାରାବରଣ କରନ୍ତି। ପାର୍ବତୀ ଗିରିଙ୍କର ଆନ୍ଦୋଳନାତ୍ମକ ମନୋଭାବ ତୀବ୍ର ହୋଇ ଉଠିଥିଲା। ସେ ସରକାରଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିଥିଲେ ହେଁ ନାବାଳିକା ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସାହସ କରିପାରୁନଥିଲେ। ଧୀରେ ଧୀରେ ସେ ଇଂରେଜ ସରକାରଙ୍କ ବିରୋଧରେ ଉତ୍କ୍ଷିପ୍ତ ହୋଇ ଉଠିଲେ। ଦିନେ ସବୁ ନୀତି ନିୟମ ଉଲ୍ଲଙ୍ଘନ କରି ସମ୍ବଲପୁର ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କ କୋଠରୀ ଭିତରକୁ ପ୍ରବେଶ କରି ଚୌକି ଉପରେ ବସିଗଲେ। ତାଙ୍କର ଏହି ଦୁଃସାହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ତା ପରଦିନ ଗୋରା ପୋଲିସ ସିପାହୀମାନେ ତାଙ୍କୁ ଜବରଦସ୍ତି ବାନ୍ଧି ନେଇ କାରାଗାରରେ ଅବରୁଦ୍ଧ କଲେ। 2 ବର୍ଷ କାରାବରଣ କରିବା ପରେ 1944 ମସିହାରେ ସେ ମୁକ୍ତିଲାଭ କରିଥିଲେ। ଏହି ସମୟକାଳ ମଧ୍ୟରେ ପ୍ରଭାବତୀ ଦେବୀ ମଧ୍ୟ ତାଙ୍କ ସହ ସେହି ସମ୍ବଲପୁର ଜେଲରେ ଥିଲେ। ଉଭୟ ଏକାଠି ହେବା ଦ୍ୱାରା ଜେଲ ମଧ୍ୟରେ ରହିବି ସଂଗ୍ରାମ ବିଷୟରେ ଯୋଜନା କରିପାରନ୍ତି, ସେହି ଭୟରେ ପ୍ରଭାବତୀ ଦେବୀଙ୍କୁ କଟକ ସ୍ଥାନାନ୍ତରିତ କରିଦିଆଗଲା। ପାର୍ବତୀ ଗିରି କାରାଗାରରେ ରହିବା ପରେ ମଧ୍ୟ ତାଙ୍କ ଦ୍ୱାରା ଉଦ୍ବୁଦ୍ଧ ହୋଇଥିବା ନରନାରୀଗଣ ସମ୍ବଲପୁର ଅଞ୍ଚଳରେ ଅସହଯୋଗ ଓ ବିଦ୍ରୋହକୁ ତ୍ୱରାନ୍ୱିତ କଲେ। ଫଳରେ ଗୋରା ସିପାହୀମାନେ ରାଗରେ ନିଆଁ ବାଣ ହୋଇ
ତାଙ୍କର ଜେଲ୍ ଦଣ୍ଡର ଅବଧି 2 ବର୍ଷ ଧାର୍ଯ୍ୟ କରିଥିଲେ। 1944 ମସିହାରେ ଜେଲରୁ ଫେରି ଆସିବା ପରେ ସେ ପୁନର୍ବାର ସେବାଘରକୁ ଫେରି ଯାଇଥିଲେ। ସେଠାରୁ ଭାରତବର୍ଷର ବିଭିନ୍ନ ସ୍ଥାନକୁ ଯାଇ ବିବିଧ ପ୍ରଶିକ୍ଷଣ ମାଧ୍ୟମରେ ନିଜକୁ ସେବାମୂଳକ କାର୍ଯ୍ୟ ନିମନ୍ତେ ଆହୁରି ଦୃଢ଼ କରିଥିଲେ। କେବଳ ବରୀର ସେବାଘର ନୁହେଁ, ୱାର୍ଦ୍ଧାସ୍ଥିତ ମହିଳା ଶିବିରରେ ମଧ୍ୟ ସେ ରଚନାତ୍ମକ କାର୍ଯ୍ୟ ଓ ସତ୍ୟାଗ୍ରହ ସମ୍ବନ୍ଧରେ ତାଲିମ ପାଇଥିଲେ। ସେତେବେଳେ ପୁରୁଲିଆର ବାସନ୍ତୀ ଦେବୀ ଓ ଯମୁନାଲାଲ ବଜାଜଙ୍କର ଭଗିନୀ ଶାନ୍ତା ରାଣୀବାଳା ସେହି ଶିବିରର ସଞ୍ଚାଳିକା ଥିଲେ। ମୁକ୍ତି ସଂଗ୍ରାମରେ ବରୀ ଅଞ୍ଚଳ ଗ୍ରନ୍ଥର ସଂକଳକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶରତ ଚନ୍ଦ୍ର ମହାରଣାଙ୍କୁ ପାର୍ବତୀ ଦେବୀ ଗୋପବନ୍ଧୁ ଚୌଧୁରୀଙ୍କ ସହ ତାଙ୍କର ସମ୍ପର୍କକୁ ସ୍ମରଣ କରି ଯେଉଁ କଥା 2 ପଦ କହିଥିଲେ ତାହା ଉଲ୍ଲେଖ କରିବା ଆବଶ୍ୟକ। 1958 ମସିହା ଏପ୍ରିଲ ମାସ 22 ତାରିଖରେ ପାର୍ବତୀ ଦେବୀ ବରୀର ରାମଚନ୍ଦ୍ରପୁରଠାରେ ଅବସ୍ଥିତ କସ୍ତୁରବା ନିଧି କେନ୍ଦ୍ରରେ ଥାନ୍ତି। ଗୋପବନ୍ଧୁ ଚୌଧୁରୀ ସେଠାରୁ କଟକ ଆସିଲେ ଏବଂ କାହିଁକି କେଜାଣି ସେ ସ୍ୱତଃ କହିଲେ, ପାର୍ବତୀ, ଶିକ୍ଷାର୍ଥିନୀମାନଙ୍କୁ କୁହ ମୋତେ ବିଦାୟ ଦିଅନ୍ତୁ। ପାର୍ବତୀ ଦେବୀ ତାଙ୍କୁ ବାଟୋଇ ଦେବା ପାଇଁ ବରୀ ପଘଡ଼ା ଗୁହାଳି ବାଟେ ଅରେଇ ପର୍ଯ୍ୟନ୍ତ ଆସିଥିଲେ। ଏହା ଥିଲା ଏପ୍ରିଲ ମାସ 22 ତାରିଖର ଘଟଣା। ଗୋପବାବୁ ଆଉ ବରୀକୁ ଫେରି ନାହାନ୍ତି। 28 ତାରିଖ ରାତ୍ରିରେ ତାଙ୍କର ଦେହାନ୍ତ ଘଟିଥିଲା। ପାର୍ବତୀଗିରି କିଛିଦିନ ପାଇଁ ସମ୍ବଲପୁର ସ୍ଥିତ ଗୁଜୁରାଟୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରିଥିଲେ। ପରେ ଇନ୍ଦୋରରେ କସ୍ତୁରବା ଗାନ୍ଧୀ ନିଧି କେନ୍ଦ୍ରରେ କତାଇ ଟ୍ରେନିଂ ଓ ବିହାର ତଥା ଉତ୍ତରପ୍ରଦେଶରେ ସଞ୍ଚାଳିକା ଟ୍ରେନିଂ ମଧ୍ୟ ନେଇଥିଲେ। 1964 ମସିହାରେ ରାଉରକେଲାଠାରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ପରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ସେ ସମ୍ପାଦନ କରିଥିଲେ। 1966 ମସିହାରେ କଳାହାଣ୍ଡିରେ ଦୁର୍ଭିକ୍ଷ ବେଳେ ରିଲିଫ୍ ବଣ୍ଟନ ଓ ଦୁସ୍ଥ ତଥା ଅନାଥ ପିଲାମାନଙ୍କର ଲାଳନ ପାଳନ ଦାୟିତ୍ୱ ସେ ଓ ଶାନ୍ତିଲତା ସାମଲ ଏକତ୍ର ହୋଇ ନିର୍ବାହ କରିଥିଲେ। ମା ପାର୍ବତୀ ଗିରି ଥିଲେ ଚିରକୁମାରୀ। ଦେଶ ଓ ଦଶ ନିମନ୍ତେ ସେ କଠୋର ବ୍ରତ ପାଳନ କରି ଆଜୀବନ ସେବାମୟ ଜୀବନ ଅତିବାହିତ କରିଥିଲେ। ସମ୍ବଲପୁରର ପାଇକମାଳରେ କସ୍ତୁରବା ମାତୃନିକେତନ ନାମକ ଗୋଟିଏ ବାଳାଶ୍ରମ, ଫୁଲଝରଣଠାରେ ଡାକ୍ତର ସାନ୍ତରା ବାଳ ନିକେତନ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ, ଏହିପରି 3ଟି ଅନୁଷ୍ଠାନ ନିର୍ମାଣ କରି ସେ ସେବା, ଶିକ୍ଷା ଓ ତ୍ୟାଗର ତ୍ରିବେଣୀ ସଙ୍ଗମ ପ୍ରବାହିତ କରିଥିଲେ। 1995 ମସିହା ଅଗଷ୍ଟ ମାସ 17 ତାରିଖରେ ଏହି ଚିରକୁମାରୀ ଆଜୀବନ ଦେଶ ସେବିକା ଗାନ୍ଧୀବାଦୀ ନେତ୍ରୀ ଇହଲୀଳା ସମ୍ବରଣ କରିଥିଲେ। ପାର୍ବତୀ ଗିରି ଓଡ଼ିଶାର ଗୋଟିଏ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରି ମଧ୍ୟ ନିଜର କର୍ମନିଷ୍ଠା ନିମନ୍ତେ କେବଳ ଓଡ଼ିଶା ନୁହେଁ, ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସ୍ମରଣୀୟ ଆସନ ଗ୍ରହଣ କରିପାରିଛନ୍ତି। ସେ କେବଳ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ ତଥା ତ୍ୟାଗ ଓ ସେବାମୟ ଜୀବନର ଜୀବନ୍ତ କୀର୍ତ୍ତିସ୍ତମ୍ଭ। 1998 ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କର ଆଜୀବନ ସାଧନା ନିମନ୍ତେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ। 1984 ମସିହାରେ ଭାରତ ସରକାର ତାଙ୍କୁ ସମାଜ ସେବାରେ ଅତୁଳନୀୟ ଅବଦାନ ନିମନ୍ତେ ପୁରସ୍କୃତ କରିଥିଲେ। ଏ ସମସ୍ତ ପୁରସ୍କାର ତାଙ୍କ ଅବଦାନ ନିକଟରେ ତୁଚ୍ଛ, କାରଣ ଯେଉଁ ଅନାଥ ଶିଶୁମାନଙ୍କୁ ସେ ନିଜର ମାତୃତ୍ୱ ପ୍ରଦାନ କରି ଅସୀମ ସ୍ନେହ ମମତା ଦାନ କରିଛନ୍ତି, ତା ତୁଳନାରେ ଏସବୁ ସ୍ୱୀକୃତି ଅତ୍ୟନ୍ତ ନଗଣ୍ୟ। ତାଙ୍କୁ ସ୍ମରଣ କରିବା ଏବଂ ସମ୍ମାନ ପ୍ରଦର୍ଶନ କରିବା ଦ୍ୱାରା ଜାତି ସ୍ୱୟଂ ଧନ୍ୟ ହୋଇଥାଏ। ଶୁଣିଲେ ଆଲୋଚନା ତ୍ୟାଗ ଓ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ପାର୍ବତୀ ଗିରି। ଆଲୋଚନା କରିଥିଲେ ଡକ୍ଟର ସଞ୍ଜିତା ମିଶ୍ର। ଏ ଦେଶ ନାରୀ ଜାଳେ ନାହିଁ ସଞ୍ଜେ ଯତନେ ସଳିତା ଖାଲି। ଏ
ଆଜିର ନାରୀ ନିଜକୁ ସ୍ୱାଧୀନ, ଶିକ୍ଷିତ, ସ୍ୱାବଲମ୍ବୀ ବୋଲି ବେଶ୍ ଗର୍ବ ଅନୁଭବ କରୁଛି। କିନ୍ତୁ ଆମେ ଯଦି ପଛକୁ ଫେରି ଚାହିଁବା ତେବେ ନିଶ୍ଚୟ ଅନୁଭବ କରିବା ଯେ ପ୍ରାକ୍ ସ୍ୱାଧୀନତା ସମୟରୁ ହିଁ ବହୁ ମହିୟସୀ ବୀରାଙ୍ଗନା ନାରୀ ଏଥିନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ସେମାନେ ଯେ କେବଳ କାୟ ମନ ବାକ୍ୟରେ ଦେଶ ପ୍ରତି ସମର୍ପିତ ଥିଲେ ତା ନୁହେଁ, ତା ସହିତ ସେମାନେ ମହିଳାଙ୍କର ବିକାଶ ତଥା ଉନ୍ନତି ଲାଗି ମଧ୍ୟ ଅନେକ ପଦକ୍ଷେପମାନ ଗ୍ରହଣ କରିଥିଲେ, ଯାହାକି ସମଗ୍ର ନାରୀ ସମାଜ ପାଇଁ ଥିଲା ପ୍ରେରଣାଦାୟୀ। ଅବଳା ଯେ ଦୁର୍ବଳା ନୁହେଁ ଏ କଥାକୁ ସେମାନେ ଦୃଢ଼ତାର ସହ ପ୍ରମାଣିତ କରିଥିଲେ। ଅନେକ ପ୍ରାନ୍ତ ଅନେକ ଭାଷା ଧର୍ମ ଜାତି ଅନେକ, ଗୋଟିଏ କିନ୍ତୁ ସବୁରି ମନ ସଭିଏ ତୁମ ସୈନିକ। ଅନେକ ପ୍ରାନ୍ତ ଅନେକ ଭାଷା ଧର୍ମ ଜାତି ଅନେକ, ଗୋଟିଏ କିନ୍ତୁ ସବୁରି ମନ ସଭିଏ ତୁମ ସୈନିକ। ଆମେରେ ସବୁ ଭାଇ ଭଉଣୀ ହୀରା ନୀଳା ମରକତ, ଆମେରେ ସବୁ ଭାଇ ଭଉଣୀ ହୀରା ନୀଳା ମରକତ, ତୁମରି ରକ୍ଷା ଲାଗି ସଦା ପ୍ରହରୀ ଆମେ ଜାଗ୍ରତ। ଆର୍ଯ୍ୟଭୂମି ମାତୃଭୂମି ଜନ୍ମଭୂମି ଭାରତ, ଆର୍ଯ୍ୟଭୂମି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି ମୁଁ ନିର୍ମଲ୍ୟ। ନମସ୍କାର।